ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝାରମୁଣ୍ଡା ଛାତ୍ରାବାସ ନିମନ୍ତେ ଯେଉଁ ଚୁକ୍ତିଭିତ୍ତିକ ନିଯୁକ୍ତି ରହିଛି ତାରି ବିଷୟରେ ଆମେ ଜାଣିବା। ଓଡ଼ିଶା ସରକାରଙ୍କ ଅଧୀନରେ ପରିଚାଳିତ ବଲାଙ୍ଗୀର ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝାରମୁଣ୍ଡା ଛାତ୍ରାବାସ ନିମନ୍ତେ ୱାର୍ଡେନ୍, ହେଡ଼କୁକ୍ ଦେଖନ୍ତୁ ୱାର୍ଡେନ୍, ହେଡ଼କୁକ୍, ଆସିଷ୍ଟାଣ୍ଟ କୁକ୍, ଚୌକିଦାର କମ୍ ସୁଇପର ଚୁକ୍ତିଭିତ୍ତିକ ନିୟୋଜନ ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଯେଉଁ ଫର୍ମ ରହିଛି ଓଏଭିର ଯେଉଁ ଫର୍ମ ରହିଛି ସେହି ଫର୍ମରେ ଆବେଦନ ଗ୍ରହଣ କରାଯାଉଛି। ଛାତ୍ରାବାସ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ପୁରୁଷ ହୋଇଥିବା ଆବଶ୍ୟକ। କେବଳ ଜେଣ୍ଟସ୍ ମାନଙ୍କ ପାଇଁ ଏହା ଉପଲବ୍ଧ। ସମସ୍ତ ପଦବୀ ସମ୍ପୂର୍ଣ୍ଣ ଭାବରେ ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ଅଟେ। ଯେଉଁ ପଦବୀରେ ଆପଣ ଆପ୍ଲାଏ କରିବାକୁ ଯାଉଛନ୍ତି ବା ଭର୍ତ୍ତି ହେବା ପାଇଁ ଯାଉଛନ୍ତି ବା ଆବେଦନ କରିବା ପାଇଁ ଯାଉଛନ୍ତି ତାହା ଚୁକ୍ତିଭିତ୍ତିକ ଆଉ ଅସ୍ଥାୟୀ। ଆବେଦନ ଫର୍ମରେ ଆବଶ୍ୟକ ପ୍ରମାଣପତ୍ର ସଂଲଗ୍ନ କରି 4/4/2026ରୁ 21/4/2026 ସୁଦ୍ଧା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝାରମୁଣ୍ଡା ଠିକଣାରେ ରେଜିଷ୍ଟ୍ରି ପୋଷ୍ଟ ହେଉ କିମ୍ବା ସ୍ପିଡ଼ ପୋଷ୍ଟ ହେଉ କିମ୍ବା ବିଦ୍ୟାଳୟରେ ଡାଇରେକ୍ଟ ଆସିକରି ଯେଉଁ ସକାଳରୁ 11ଟା ଯାଏଁ ଯେଉଁ କ୍ଲାସ୍ ଚାଲିଛି ସେହି ସମୟ ଭିତରେ ସକାଳ 6:30ଟାରୁ ଥିବା 11ଟା ମଧ୍ୟରେ ଆବେଦନ ଫର୍ମ ଦାଖଲ କରିପାରିବେ। ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ବିବରଣୀ ଉପରେ। ଏଇଟା କେବଳ ପୁରୁଷମାନଙ୍କ ପାଇଁ। ତ ୱାର୍ଡେନ୍ ଯେଉଁ ରହିଛି, ୱାର୍ଡେନ୍ କେବଳ ଗୋଟିଏ ଦରକାର। ତାର ଏଜୁକେସନାଲ୍ କ୍ୱାଲିଫିକେସନ୍, ଶିକ୍ଷାଗତ ଯୋଗ୍ୟତା ନିହାତି ଭାବରେ BA ତାର କମ୍ପ୍ଲିଟ୍ ହେଇଥିବାର କଥା ଆଉ କିମ୍ବା BSc କରିଥିବା କଥା। ସେଇଟା ବି ଯେକୌଣସି ୟୁନିଭର୍ସିଟି କିମ୍ବା ରେକଗ୍ନାଇଜ୍ ୟୁନିଭର୍ସିଟି ଥ୍ରୁରୁ ତାର ହେଇଥିବା ଦରକାର। ତାର ବୟସ ସୀମା ହେଉଛି 30ରୁ 60 ବର୍ଷ ମଧ୍ୟରେ। ତାର ଯେଉଁ ପେମେଣ୍ଟଟା ରହିଛି, ଯେଉଁ ବେତନଟା ରହିଛି 21,175 ଟଙ୍କା। ଆଉ ଜଣେ ଦରକାର, ସେଇଟା ହେଉଛି ହେଡ଼୍ କୁକ୍, ମୁଖ୍ୟ ରୋଷେଇଆ। ଯେଉଁ ମୁଖ୍ୟ ରୋଷେଇଆ ରହିବେ ସେଇଟା ଜଣେ ଦରକାର। ତାର ଶିକ୍ଷାଗତ ଯୋଗ୍ୟତା ସେମିତି କିଛି ନାହିଁ। ତାର ବୟସ ହୋଇଥିବା କଥା 30ରୁ 40 ବର୍ଷ ମଧ୍ୟରେ। ତାର ମାସିକ ଦରମା ରହିଛି 9,000 ଟଙ୍କା। ଆଉ 2 ଜଣ ରହିଲେ ଆସିଷ୍ଟାଣ୍ଟ କୁକ୍। ଆସିଷ୍ଟାଣ୍ଟ କୁକ୍ଟା ଯିଏକି ମୁଖ୍ୟ ରୋଷେଇଆକୁ ସାହାଯ୍ୟ କରିବେ। ରୋଷେଇ କରିବାରେ ଯେଉଁମାନେ ସାହାଯ୍ୟ କରିବେ ସେଇଟା 2 ଜଣ ଦରକାର। ଆଉ ସେମାନଙ୍କର ବି ଶିକ୍ଷାଗତ ଯୋଗ୍ୟତା ସେମିତି କିଛି ନାହିଁ। ତାର ବୟସ ହେଇଥିବା କଥା 21ରୁ 32 ବର୍ଷ ଭିତରେ। ସେମାନଙ୍କର ଦରମା ରହିବ 6,750 ଟଙ୍କା। ଲାଷ୍ଟ ଯେଉଁ ରହିଛି ସେଇଟା ହେଉଛି ଚୌକିଦାର କମ୍ ସୁଇପର। ଗୋଟିଏ ରହିଛି, ଗୋଟିଏ ଆବଶ୍ୟକ। ସେ ନିହାତି ଭାବରେ ମ୍ୟାଟ୍ରିକ୍ ପାସ୍ କରିଥିବା ଦରକାର। ଆଉ ତାର ବୟସ ହେଉଛି 21ରୁ 32 ବର୍ଷ ଭିତରେ ଦରକାର। ତାର ଦରମା ରହିବ 7,500 ଟଙ୍କା। ଯୋଗ୍ୟତା କ'ଣ ରହିବ, କଣ୍ଡିସନ୍ କ'ଣ ରହିବ, ତାମାନେ ଆସନ୍ତୁ ଜାଣିବା। ଯେଉଁ ଏନଗେଜମେଣ୍ଟ ହେବାକୁ ଯାଉଛନ୍ତି ଆପଣ ବା ଯେଉଁ ନିଯୁକ୍ତି ହେବା ପାଇଁ ଯାଉଛନ୍ତି ତାହା ଚୁକ୍ତିଭିତ୍ତିକ ଅଟେ। ସେଠାରେ ଆପଣଙ୍କୁ କନଫର୍ମ ହେବା, ଆପଣ ସ୍ଥାୟୀ କର୍ମଚାରୀ ହେବେ କି ନାହିଁ ସେଇଟା କନଫର୍ମ ନୁହଁ। ସେଇଟା ଚୁକ୍ତିଭିତ୍ତିକ ଅଟେ। ଯଦି ସମୟ ଆସିଲେ ଆପଣ ସେହି ଚାକିରିରୁ ବାହାରି ମଧ୍ୟ ଯାଇପାରନ୍ତି। Applicant must be a resident of the concerned block or district. ଆବେଦନକାରୀ ନିଶ୍ଚିତ ରୂପେ ସେହି ଜିଲ୍ଲା, ସେହି ବ୍ଲକର ହୋଇଥିବା ଆବଶ୍ୟକ। ମାନେ ଝାରମୁଣ୍ଡାଟା ଅଛି ଲଇସିଙ୍ଗା ବ୍ଲକରେ, ଲଇସିଙ୍ଗା ବ୍ଲକରୁ ସେ ନିଶ୍ଚିତ ରୂପେ ଆସୁଥିବେ କିମ୍ବା ସେହି ଡିଷ୍ଟ୍ରିକ୍ଟରୁ ଆସୁଥିବେ, ବଲାଙ୍ଗୀର ଡିଷ୍ଟ୍ରିକ୍ଟ।
Candidate belong to other district are not eligible, hence need not apply. ଆବେଦନକାରୀ ଯଦି ଅନ୍ୟ ଜିଲ୍ଲା ରହିଥାନ୍ତି, ବଲାଙ୍ଗୀର ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ରହିଥାନ୍ତି, ତାକୁ ଏଲାଉ କରାଯିବ ନାହିଁ ବା ତାର ଆବେଦନ ଗ୍ରହଣ କରାଯିବ ନାହିଁ। ନିଶ୍ଚିତ ରୂପେ ଯିଏ ଆବେଦନ କରୁଛନ୍ତି ସେ ମେଣ୍ଟାଲି ଏବଂ ଫିଜିକାଲି ଶାରୀରିକ ରୂପେ ଏବଂ ମାନସିକ ରୂପେ ସୁସ୍ଥ ଥିବା ନିହାତି ଦରକାର। ତାପରେ ଯଦି କୌଣସି ହଷ୍ଟେଲରେ ଆଗରୁ ମ୍ୟାନେଜମେଣ୍ଟ ଦାୟିତ୍ୱ ତୁଲେଇଛନ୍ତି ବା କୁକିଂ ଦାୟିତ୍ୱ ରୋଷେଇଆ ଭାବରେ ତୁଲେଇଛନ୍ତି କିମ୍ବା ସିକ୍ୟୁରିଟି ଗାର୍ଡ଼ ରହିଛନ୍ତି ଯେକୌଣସି ଇନଷ୍ଟିଚ୍ୟୁସନ୍ ହେଉ କି ଅନ୍ୟାନ୍ୟ କମ୍ପାନୀରେ ହେଉ, ତାର ନିହାତି ଏକ୍ସପିରିଏନ୍ସ ଆପଣ ଦେବାକୁ ପଡ଼ିବ। ଦେଖନ୍ତୁ, ଯେଉଁ ଆପ୍ଲିକେସନଟା ପକାଇବେ, ଆପ୍ଲିକେସନ ଦେବା ପାଇଁ ଆପଣ କେଉଁ ଆଡ୍ରେସରେ ଆପ୍ଲିକେସନ ଆବେଦନ କରିବେ, କ'ଣ ଲେଖିବେ? ଆପ୍ଲିକେସନ ଫର ଦି ଏନଗେଜମେଣ୍ଟ of support staff for boys hostel OAV ଝାରମୁଣ୍ଡା। ନେମ୍ ଅଫ୍ ଦି ପୋଷ୍ଟ, ଯଦି ୱାର୍ଡେନରେ ଆପ୍ଲାଏ କରୁଛନ୍ତି ୱାର୍ଡେନ ଲେଖିବେ, ଯଦି ସୁଇପରରେ ଆପ୍ଲାଏ କରୁଛନ୍ତି ସୁଇପର ଲେଖିବେ, ଯଦି କୁକ୍ରେ ଆପ୍ଲାଏ କରୁଛନ୍ତି କୁକ୍ ଲେଖିବେ। ଆଉ ଲେଖିସାରି ଆପଣ ଯେଉଁ ରହିଛି OAV ଝାରମୁଣ୍ଡାର ଠିକଣା, ଦି ପ୍ରିନ୍ସିପାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝାରମୁଣ୍ଡା, ପୋଷ୍ଟ ପରଦିଆପାଲି, PS କିମ୍ବା ବ୍ଲକ ହେଉଛି ଲୋଇସିଙ୍ଗା, ଡିଷ୍ଟ୍ରିକ୍ଟ ବଲାଙ୍ଗୀର, ଏହି ଠିକଣାରେ ଆପଣ ସ୍ପିଡ଼ ପୋଷ୍ଟ କିମ୍ବା ରେଜିଷ୍ଟ୍ରି ପୋଷ୍ଟ କରିପାରିବେ। ତାହା ବି 4/4/2026ରୁ 21/4/2026 ମଧ୍ୟରେ ହୋଇଥିବା ଦରକାର ଏବଂ ସମୟ ହେଉଛି ସକାଳ 7 ଘଣ୍ଟାରୁ ଦିବା 11 ଘଣ୍ଟା ମଧ୍ୟରେ ହେଇଥିବା ଦରକାର। ଏତିକି ଜାଣିଲେ। ତାପରେ ଆସିଗଲା ଆମର ଆପ୍ଲିକେସନ୍ ଫର୍ମ। ଆପ୍ଲିକେସନ୍ ଫର୍ମରେ କ'ଣ ହେଇଛି? ଆପ୍ଲିକେସନ୍ ଫର୍ମରେ ଆପଣ ନିଶ୍ଚିତ ରୂପେ ସବୁଯାକ ସଠିକ୍ ଭାବରେ ପୂରଣ କରିବେ, ନଚେତ୍ ତାହା ରିଜେକ୍ଟ ହେଇଯିବ। ଦେଖନ୍ତୁ, ପୋଷ୍ଟ ଆପ୍ଲାଏଡ଼ ଫର୍ ପ୍ରଥମଟା ଅଛି ଯେଉଁଟାକି ୱାର୍ଡେନ୍ ଅଛି, ହେଡ଼ କୁକ୍ ଅଛି, ଆସିଷ୍ଟାଣ୍ଟ ଅଛି, ଚୌକିଦାର ଅଛି। ଯଦି ଆପଣ ୱାର୍ଡେନରେ ପକାଉଛନ୍ତି, ୱାର୍ଡେନରେ କ୍ଲିକ୍ କରିବେ, ଏଇଟାକୁ କ୍ଲିକ୍ କରିବେ, ଏଇ ଯେଉଁ ଅଛି ରାଇଟ୍ ଚିହ୍ନ ଦେବେ। ଦେଇ ସାରିଲା ପରେ ଆପଣଙ୍କ ନାମଟା ବ୍ଲକ ଲେଟରରେ ମାନେ କ୍ୟାପିଟାଲ ଲେଟରରେ ନିଶ୍ଚିତ ରୂପେ ଲେଖିବେ, କେବଳ କ୍ୟାପିଟାଲ ହେବ ଏଇଠାରେ ଯେଉଁ ବ୍ଲାଙ୍କ ଅଛି। ତାପରେ ବାପାଙ୍କ ନାମ ଲେଖିବେ, ତାପରେ ଆପଣଙ୍କ ଡେଟ୍ ଅଫ୍ ବାର୍ଥ ଲେଖିବେ। ଡେଟ୍ ଅଫ୍ ବାର୍ଥ କେମିତି ଲେଖିବେ? ପ୍ରଥମେ ତାରିଖ ଲେଖିବେ, ତାରିଖ ପରେ ମନ୍ଥ ଲେଖିବେ, ତାପରେ ଇୟର ଲେଖିବେ। ଏଜ୍ ଅନ୍ 23/2/2026 ମାନେ ଫେବୃଆରୀ 23 ତାରିଖ ପର୍ଯ୍ୟନ୍ତ, 2026 ମସିହା ଫେବୃଆରୀ 23 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ବୟସ କେତେ ହେଇଛି, କେତେ ବର୍ଷ, କେତେ ମାସ, କେତେ ଦିନ ହେଲା ଏଇଠି ଫିଲ୍ଅପ୍ କରିବେ। ଜେଣ୍ଡର ନିଶ୍ଚିତ ରୂପେ ମେଲ୍ ଏକା ହେବ ଯେହେତୁ ପୁରୁଷ ଆବଶ୍ୟକ। ରିଲିଜନ୍ ଆପଣଙ୍କର ହିନ୍ଦୁ, ଖ୍ରୀଷ୍ଟିଆନ ଯେଉଁଟା ବି ରହିଛି ସେଇଟା ଆପଣ ଫିଲ୍ଅପ୍ କରିବେ। କ୍ୟାଟାଗୋରୀ SC, ST, OBC, SC, UR। କ୍ୟାଟାଗୋରୀ ମାନେ ଆପଣ SC କାଷ୍ଟରୁ ବିଲଙ୍ଗ କରୁଛନ୍ତି, STରୁ ବିଲଙ୍ଗ କରୁଛନ୍ତି ନା OBCରୁ ବିଲଙ୍ଗ କରୁଛନ୍ତି, ଏଇଠି ଫିଲ୍ଅପ୍ କରିବେ। ପରମାନେଣ୍ଟ ଆଡ୍ରେସ୍ ୱିଥ୍ ପିନକୋଡ଼୍ ମାନେ ଆପଣଙ୍କର ଯେଉଁ ପରମାନେଣ୍ଟ ଆଡ୍ରେସ୍ଟା ରହିଛି, ଯେ କେଉଁ ଜାଗାରେ ରହୁଛନ୍ତି ତାର ଆଡ୍ରେସ୍ଟା ନିଶ୍ଚିତ ରୂପେ ଏଠି ଫିଲ୍ଅପ୍ କରିବେ। ସେଇଟା ବି ଆପଣଙ୍କର ପିନକୋଡ଼୍ ରହିବା ନିହାତି ଆବଶ୍ୟକ। ତାପରେ ମୋବାଇଲ୍ ନମ୍ବର ଦେବେ, ହ୍ୱାଟ୍ସଆପ୍ ନମ୍ବର ଦେବେ, ଇମେଲ୍ ID ଦେବେ। ତାପରେ କ'ଣ ହେଉଛି, ଏଜୁକେସନାଲ୍ କ୍ୱାଲିଫିକେସନ୍କୁ ଆସିବେ। ଏଜୁକେସନାଲ୍ କ୍ୱାଲିଫିକେସନ୍ରେ ଆପଣ ଏସବୁ ଫିଲ୍ଅପ୍ କରିବା ହେବେ। ଦେଖନ୍ତୁ, ତାପରେ ୱାର୍କ ଏକ୍ସପିରିଏନ୍ସ କିଛି ଅଛି କି? ଯଦି ଅଛି ତାହେଲେ ଏଇଠି ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲେ କ'ଣ ହେବ, ଆପଣ ଯେଉଁ ୱାର୍କ ଏକ୍ସପିରିଏନ୍ସଟା ଫିଲ୍ଅପ୍ କରିବେ ସେଇ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ଟା ଆପଣଙ୍କୁ ନିଶ୍ଚିତ ରୂପେ ଦରକାର। ଆପଣ କେଉଁ ଇନଷ୍ଟିଚ୍ୟୁସନ୍ରେ କାମ କରୁଥିଲେ ଆଗରୁ, କେଉଁ କମ୍ପାନୀରେ କାମ କରୁଥିଲେ, ତାର ଗୋଟେ ନିହାତି ଅରିଜିନାଲ୍ କପି ଆପଣଙ୍କୁ ନିହାତି ଲାଗିବ। ଆପଣ ସେଇଟା ଆବେଦନ କଲାବେଳେ ତାର ଜେରକ୍ସ ଯଦି ଗତିକି ଦେବେ, ନିଶ୍ଚିତ ରୂପେ ଯେତେବେଳେ ଭେରିଫିକେସନ୍ ହେବ ଆପଣଙ୍କର ଅରିଜିନାଲ୍ ନିହାତି ଦେଖେଇବେ।
डिक्लेरेसन रही डिक्लेरेसन फिलअप कलापर आपंकर सिग्नेचर रही चेकलिस्ट को आसिले चेकलिस्ट रे कौन है आपन जो जो डॉक्यूमेंट सब सबमिट करेंगे धरतु ये 10th सर्टिफिकेट है 10th सर्टिफिकेट जब 1 नंबर रे देली 1 नंबर रे आपनकर 10th सर्टिफिकेट लिखिए ये सबमिटेड एंड यस तापर एमती करी 10th +2 जहाँ भी डॉक्यूमेंट आपन देनी ये गोटे 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 लिखिए रेसिडेंटा निहाती रहिबा आवश्यक रेसिडेंट को छाड़ीदेले आप रिजेक्ट हो रेसिडेंट सर्टिफिकेट आपंकर निहाती लगे तो एमती भाव में फिलअप करेंगे। आशा करुँच भिडटी बहुत भल लगी तो चैनल टी को सब्सक्राइब करूँ नेक्स्ट वीडियो आसवा जाए अपेक्षा करूँ एवं कमेंट रे मतामत निहाती भाव में जनइबे। रही नमस्कार।